ଫ୍ରେଣ୍ଡସ୍ ନମସ୍କାର। ଚାଲନ୍ତୁ ଆଜି ଜାଣିନେବା ସକାଳର କିଛି କିଛି ଗୁରୁତ୍ୱପୂର୍ଣ୍ଣ ଖବର ଉପରେ। ଆଉ ପ୍ରଥମ ଥର କରି ମୋ ଚ୍ୟାନେଲକୁ ଆସିଥିଲେ ସବସ୍କ୍ରାଇବଟେ କରିଦେବା। ଦେଶ ବିଦେଶର ପଛା ପଛା ଖବର ଜାଣିବାର ଲାଗି ଏ ଭିଡ଼ିଓକୁ ଲାଷ୍ଟ ତକ ଦେଖ। ଚାଲ ଆଜିର ଖବର ଷ୍ଟାର୍ଟ କରମା। ସୁଭଦ୍ରା ଯୋଜନା ଖୁସି ଖବର ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବାଦ୍ ପଡ଼ିଥିବା 2 ଲକ୍ଷ ମହିଳାଙ୍କୁ ପୁନଃ ଆବେଦନ ନ ଆବଶ୍ୟକ ଆଉ ପୁନର୍ବାର ସେମାନଙ୍କୁ ଆବେଦନ କରିବାକୁ ପଡ଼ିବ ନାହିଁ। ତଥ୍ୟ ଯାଞ୍ଚ ଚାଲିଛି। ଯୋଗ୍ୟ ହେଲେ ସୁଭଦ୍ରା ଟଙ୍କା ଦେବେ ସରକାର। କାଲି ସୁଦ୍ଧା 7,000 ହିତାଧିକାରୀଙ୍କ ମତାମତ ସଂଗ୍ରହ ହୋଇସାରିଛି। ମାସେ ଭିତରେ 22,000 ହିତାଧିକାରୀଙ୍କ ମତାମତ ଆରମ୍ଭ ଟାର୍ଗେଟ ରହିଛି। ଆହୁରି 18 ଦିନ ସମୟ ଅଛି। ଠିକ୍ ସମୟ ଟାର୍ଗେଟ କରି ପୁରା ହୋଇଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ। ଅଗଷ୍ଟ 9 ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ବାଦ୍ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। 21 ବର୍ଷ ହୋଇଥିବା ଯୁବତୀ ମହିଳାଙ୍କୁ କିପରି ଆବେଦନ କରିବେ? ସୂଚନା ଅନୁସାରେ ପ୍ରଥମ କିସ୍ତି ନେଲା ପରେ କିଏ ITI ରିପୋର୍ଟ ଭିତରେ ରହି ଆଉ କିଏ ଗାଡ଼ି କିଣିଥିବା ଜଣାପଡ଼ିଛି। ଏହାର ସର୍ଭେ ହେବ। ତଥ୍ୟ ସଠିକ୍ ଥିଲେ ଆଉ ସୁଭଦ୍ରା ଟଙ୍କା ମିଳିବ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପରବର୍ତ୍ତୀ ନ୍ୟୁଜ୍। ଆମ ଭାଷା କୁହ ନହେଲେ ଚାପୁଡ଼ା ଖ। 90 ଦଶକ କଥା ଯଦି ମନେ ପକାଇବା ବୋଲେ ଲୋକ WWE ପଛରେ ପାଗଳ ଥିଲେ। ଟିଭି ସାମ୍ନାରେ ବସି ପଡ଼ିଥିଲେ। ଢିସୁମ୍ ଢିସୁମ୍ ଶବ୍ଦ ଶୁଣିବା ଭାରି ଭଲ ଲାଗୁଥିଲା। କିନ୍ତୁ ସମୟ ଗଡ଼ିବା ସହ ଲୋକ ବି WWE ଦେଖିବା ଖାସ୍ ପସନ୍ଦ ହେଲେନି। ଆଉ ଏହାର କାରଣ ବୋଧହୁଏ ଆମର ନିତିଦିନ ଜୀବନରେ ଏହି ଢିସୁମ୍ ଢିସୁମ୍ ପ୍ରବେଶ କରିଛି। ପରବର୍ତ୍ତୀ ନ୍ୟୁଜ୍। ଯନ୍ତ୍ରୀଙ୍କୁ ପରିସ୍ରା ପିଅନ ପିଏଇ ଦେଲେ ପିଅନ। ଯାନ୍ତ୍ରୀକୁ ପରିସ୍ରା ପିଅନ ଦେଲେ ପିଏଇ। ଏକ ଅତ୍ୟନ୍ତ ଲାଜ୍ୟଜନକ ଆମ୍ବନୀୟ ଘଟଣା ସମ୍ମୁଖକୁ ଆସିଛି। ଜଣେ ପିଅନ ନିଜର ବରିଷ୍ଠ ଅଧିକାରୀଙ୍କୁ ପାଣି ବଦଳରେ ପରିସ୍ରା ଔଷଧ ପିଆଇ ଦେଇଥିବା ବୋଲି ସାଂଘାତିକ ଅଭିଯୋଗ ଆସିଛି। ଏହି ଘଟଣାରେ ଘଟିଥିବା ଗଜପତି ଜିଲ୍ଲା ଉଦୟଗିରିସ୍ଥ ଗ୍ରାମ ଜଳ ଯୋଗାଣ ଓ ପରିମଳ RWSS ବିଭାଗରେ ସହକାରୀ ନିର୍ବାହିତ ଯାନ୍ତ୍ରୀ ଗୁରୁପ୍ରସାଦ ପଟ୍ଟନାୟକ ଏନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିଛି। ଯାନ୍ତ୍ରିକ ଅଭିଯୋଗ ଅନୁସାରେ ଗତ ଜୁଲାଇ 23 ତାରିଖ ରାତିରେ ସେ କାର୍ଯ୍ୟାଳୟରେ କାମ କରୁଥିବା ବେଳେ ପିଅନ ଭାବେ କାର୍ଯ୍ୟର ସୁଭାଷ ଚନ୍ଦ୍ର ବେହେରାଙ୍କୁ ପିଇବା ପାଣି ପାଇଁ ମାଗିଥିଲେ। କିନ୍ତୁ ଅଭିଯୁକ୍ତ ପିଅନ ଜଣକ ଏକ ପାଣି ବୋତଲରେ ପରିସ୍ରା ଭର୍ତ୍ତି କରି ତାଙ୍କୁ ଦେଇଥିଲେ। କାର୍ଯ୍ୟର ସମସ୍ତ ମଧ୍ୟରେ ଯନ୍ତ୍ର ଜଣକ କିଛି ନ ଜାଣି ପାରିଥିବାରୁ ସେହି ପରିସ୍ରାକୁ ପିଇଦେଲେ। ପରବର୍ତ୍ତୀ ନ୍ୟୁଜ୍। ନମସ୍କାର ବନ୍ଧୁଗଣ, ଆପଣଙ୍କୁ ସ୍ୱାଗତ ଆମର ଏହି ଲେଖାରେ। ଯେତିକି ଆପଣଙ୍କ ଜାଣିଛନ୍ତି ଯେ ଏହି ମାସରୁ ଆରମ୍ଭରୁ ସାରା ଦେଶରେ ନୂଆ ଟ୍ରାଫିକ୍ ନିୟମ ହୋଇଛି, ଯାହା ଲୋକଙ୍କ ମନରେ ଭୟ ମଧ୍ୟ ସୃଷ୍ଟି କରିଛି। ଆଗରୁ ଲୋକେ ତର୍କି ନିୟମକୁ ନ ମାନି ଅନେକ ଭୁଲ କରୁଥିଲେ, କାହିଁକି ନା ସେତେବେଳେ ଫାଇନ୍ ବହୁତ କମ୍ ଥିଲା। କିନ୍ତୁ ଏବେ ଏହା 10 ଗୁଣ ବଢ଼ାଇଛନ୍ତି। ଏହି ଚକାର କେତେ ଲୋକ 50,000ରୁ 80,000 ଭିତରେ ଫାଇନ୍ ମଧ୍ୟ ଦେଇଛନ୍ତି। ପରବର୍ତ୍ତୀ ନ୍ୟୁଜ୍। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା। ଅଷ୍ଟ୍ରେଲିଆ ଗସ୍ତ ପାଇଁ ଘୋଷଣା ହେଲେ ଭାରତୀୟ ଦଳ। ଭାରତୀୟ ଅଣ୍ଡର-19 ଦଳ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଯାଇଛି। ଇଂଲଣ୍ଡ ଗସ୍ତରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ ଏହି ଭାରତୀୟ ଦଳ, ଯେଉଁଠାରେ ଦଳ ODI ସିରିଜ୍ 3-2ରେ ଜିତିଥିଲେ। ଆୟୁଷ
ମହୋତ୍ରଙ୍କୁ ଅଧିନାୟକ ଦାୟିତ୍ୱ ମିଳିଛି ଏବଂ ବିହାନ ମାଲ ମାଲହୋତ୍ରଙ୍କୁ ଉପ ଅଧିନାୟକ କରାଯାଇଛି। ଚମତ୍କାର ଉପନ ଭୈରବ ସୂର୍ଯ୍ୟବଂଶୀ ସମେତ ଅନେକ ପ୍ରମୁଖ ଖେଳାଳିଙ୍କୁ ଦଳରେ ରଖିଛନ୍ତି। ପରବର୍ତ୍ତୀ ନ୍ୟୁଜ୍। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କଲା ଆଲର୍ଟ, ଆସୁଛି ସବୁଠୁ ଭୟଙ୍କର ଭାଇରସ। 36 ଘଣ୍ଟାରେ ପୁରା ଦୁନିଆରେ ହୋଇପାରେ 8 କୋଟି ମୃତ୍ୟୁ। 1918 ମସିହାରେ ଏପରି ଏକ ଫ୍ଲୁ ପୁରା ଦୁନିଆରେ ବ୍ୟାପିଥିଲା, ଯାହା କାରଣରୁ 5 କୋଟିରୁ ବି ଅଧିକ ଲୋକ ମୃତ୍ୟୁ ହୋଇଥିଲା। କୁହାଯାଇଛି ଏହି ଭାଇରସ ତାଠାରୁ ବି ଆହୁରି ଭୟଙ୍କର ଅଟେ। ଆଗକୁ ଦୁନିଆରେ ଉପରେ ଗୋଟିଏ ବଡ଼ ବିପଦ ମାଡ଼ି ଆସୁଛି। ଏପରି ବିପଦ ଭୟଙ୍କର ଭାଇରସ ଅଟେ, ଯାହାର ପବନରେ ମିଶି 36 ଘଣ୍ଟାରେ ପୁରା ଦୁନିଆରେ ବ୍ୟାପିଯିବ ବୋଲି କୁହାଯାଇଛି। ଏହି ଭାଇରସ ପାଇଁ 8 କୋଟି ଲୋକଙ୍କର ମୃତ୍ୟୁ ଆଶଙ୍କା ଅଛି। ଏହି ଭାଇରସର ବିଶ୍ୱ ସ୍ୱାସ୍ଥ୍ୟ ଗଠନ WHO ର ପୂର୍ବ ପ୍ରମୁଖ ଆଲର୍ଟ ଦେଇଛନ୍ତି। ସେ ଏହାକୁ ବର୍ତ୍ତମାନ ସବୁଠୁ ବଡ଼ଙ୍କର ଫ୍ଲୁ ବୋଲି କହିଛନ୍ତି। ପରବର୍ତ୍ତୀ ନ୍ୟୁଜ୍। ଅସୁବିଧା ଥିଲେ ଫୋନ୍ ନମ୍ବରରେ ଫୋନ୍ କରନ୍ତୁ। ଚାଷୀ ପଞ୍ଜୀକରଣର ସମସ୍ୟା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ଦେଇଛନ୍ତି ଯେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆହୁରି ସରଳ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ 3,38,735 ଜଣ ଚାଷୀ ପଞ୍ଜୀକରଣ କରିସାରିଲେଣି। ଗତ ବର୍ଷ ଏହି ସମୟରେ 3,48,000 ଚାଷୀ ପଞ୍ଜୀକରଣ କରିଥିଲେ। ଏଥିରୁ ବେଶ ବ୍ୟବଧାନ ନାହିଁ। ଗତ ବର୍ଷ ଜୁଲାଇ 15 ତାରିଖ ଆରମ୍ଭ ହୋଇଥିଲା ଏପରି ପଞ୍ଜୀକରଣ। 4 ଦିନ ବିଳମ୍ବ ଆରମ୍ଭ ହୋଇଛି ପଞ୍ଜୀକରଣ। ମାତ୍ର 10,000 ବ୍ୟବଧାନ ରହିଛି। ଚାଷୀ କେବଳ ଗୋଟିଏ ଷ୍ଟେଲ୍ ପ୍ଲାସନ୍ ଫର୍ମରେ ଦସ୍ତଖତ କରିବେ, ଯାହାର ନାଁ ରେକର୍ଡରେ ତଥା ବାପା କିମ୍ବା ଭାଇ ନାଁ ରେକର୍ଡରେ ଥିଲେ କେବଳ ଲେଖିକି ଦେବ। ପରବର୍ତ୍ତୀ ନ୍ୟୁଜ୍। 8 ଦିନ ସ୍କୁଲ ଛୁଟି। ସ୍କୁଲ ପିଲାଙ୍କ ପାଇଁ ଖୁସି ଖବର। ଯେହେତୁ ଅଗଷ୍ଟ ମାସରେ ଏକା ସାଙ୍ଗରେ 3ଟି ପର୍ବ ଆସୁଛି, ତେଣୁ ପୂର୍ବଗୁଡ଼ିକ ଯୋଗୁଁ ସ୍କୁଲ ଅନେକ ଦିନ ପାଇଁ ବନ୍ଦ ରହିଛି। 2ଟି ପର୍ବ ଶନିବାର ଦିନ ପଡ଼ୁଥିବା ଏପରି ପରିସ୍ଥିତିରେ ପିଲାମାନେ ଲଗାତାର 2 ଦିନ ଛୁଟି ପାଇବେ ଏବଂ ଅଭିଭାବକ ସେମାନଙ୍କ ପିଲାଙ୍କ ସହିତ ସମୟ ବିତାଇ ଦେବେ। ଅଗଷ୍ଟ ମାସରେ ସ୍କୁଲଗୁଡ଼ିକ ଅତି କମରେ 8 ଦିନ ପାଇଁ ବନ୍ଦ ରହିବ। ଯଦି ବିଭିନ୍ନ ରାଜ୍ୟରେ ଛୁଟି ବୃଦ୍ଧି କରାଯାଏ, ତେବେ ଏହି ସଂଖ୍ୟା 10ରୁ ଅଧିକ ହୋଇପାରେ। ପରବର୍ତ୍ତୀ ନ୍ୟୁଜ୍। ଭାରତକୁ ଆମେରିକା ବଡ଼ ଝଟକା। ଆମେରିକା ଭାରତକୁ ଆଉ ଏକ ଝଟକା ଦେଇଛି। ଏହା 6ଟି ଭାରତୀୟ ପେଟ୍ରୋଲିୟମ କମ୍ପାନୀକୁ ନିଷେଧ କରିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି କମ୍ପାନୀଗୁଡ଼ିକ ଇରାନ ସହିତ ବ୍ୟବସାୟ କରୁଥିଲେ। ଗଣମାଧ୍ୟମରେ ଏକ ରିପୋର୍ଟ ଅନୁଯାୟୀ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଇରାନ ଏହାର ଆୟର ଏକ ବଡ଼ ଅଂଶ ଆଞ୍ଚଳିକ ସଂଘର୍ଷକୁ ପ୍ରତିଶୋଧ କରିବା ପାଇଁ ଖର୍ଚ୍ଚ କରୁଛି। ପରବର୍ତ୍ତୀ ନ୍ୟୁଜ୍। ଲଗାତାର 4 ଦିନ ବ୍ୟାଙ୍କ ରହିବ ବନ୍ଦ, ଶୀଘ୍ର ସାରି ଦିଅନ୍ତୁ ଜରୁରୀ କାମ। ଏହି ଅଗଷ୍ଟ ମାସରେ ଶେଷରେ ଲଗାତାର 4 ଦିନ ବ୍ୟାଙ୍କ ବନ୍ଦ ରହିବ ଆଶଙ୍କା କରାଯାଇଛି। 4ଟି ୟୁନିୟନ ଅଧିକାରୀମାନେ ଧମକ ଦେଇଛନ୍ତି କି 26 ଆଉ 27 ହରତାଳ ହେବ। ହଙ୍କିନା ସରକାର 10ଟି ବ୍ୟାଙ୍କକୁ ସମ୍ମିଶ୍ରଣ କରିବା ପାଇଁ ଆଦେଶ ଦେଇଛନ୍ତି। କୁହାଯାଇଛି ଯେ କି ବ୍ୟାଙ୍କ କାମ ସାରିଦିଅନ୍ତୁ, ନଚେତ୍ ହଇରାଣ ହେବାକୁ ପଡ଼ିବ। ପରବର୍ତ୍ତୀ ନ୍ୟୁଜ୍। ଧ୍ୱଂସ ହୋଇଗଲା ଆମେରିକାର ଯୁଦ୍ଧ ବିମାନ। ଆମେରିକାର କାଲିଫର୍ଣ୍ଣିଆରେ ବୁଧବାର ରାତିରେ ଏକ ବଡ଼ ଦୁର୍ଘଟଣା ଦେଖିବାକୁ ମିଳିଛି। ଆମେରିକା ସେନାର ଏକ F-35